ଗୋଟିଏ ନଈ ପାଖିଆ ଗାଁ। ସେଇ ଗାଁରେ ଜଣେ ସାଧବ ଆଉ ତା ସ୍ତ୍ରୀ ମାନେ ସାଧବାଣୀ ଦୁହେଁ ରହୁଥିଲେ। ବାହାଘରର କିଛି ବର୍ଷ ବିତି ଯାଇଥିଲେ ବି ସେମାନଙ୍କର କୌଣସି ପିଲାପିଲି ନଥିଲେ। ଥରେ ସାଧବାଣୀର କଳମ ଶାଗ ଖାଇବାକୁ ଭାରି ଇଚ୍ଛା ହେଲା। ତେଣୁ ସେ କଳମ ଶାଗ ପାଇଁ ସାଧବକୁ କହିଲା। ତାପରେ ସାଧବ କଳମ ଶାଗ ତୋଳିବାକୁ ନଈ ପାଖକୁ ଲାଗିଥିବା ସେଇ ଶାଖା ଯୋଡ଼ ଆଡ଼କୁ ଚାଲିଲା। ଯୋଡ଼ରେ ଦେଖିଲା ପ୍ରଚୁର ଛନଛନିଆ କଳମ ଶାଗ। ଶାଗ ଦେଖି ସାଧବ ଭାରି ଖୁସି ହେଇଗଲା। ସେ ଆଗ ପଛ ଚିନ୍ତା ନ କରି ଯୋଡ଼ରେ ବସି କଳମ ଶାଗ ତୋଳିବାକୁ ଲାଗିଲା। ଠିକ୍ ସେଇ ନଈ ପାଖିଆ ଯୋଡ଼ରେ ରହୁଥିଲା ଗୋଟିଏ ବଉଳା କୁମ୍ଭୀର। ସାଧବକୁ ଶାଗ ତୋଳୁଥିବାର ଦେଖି କୁମ୍ଭୀର କାଳ ବିଳମ୍ବ ନ କରି ତା ପାଖକୁ ମାଡ଼ି ଆସିଲା ଆଉ ସାଧବ ଗୋଡ଼କୁ ଟାଣି ଧରିଲା। କୁମ୍ଭୀରର ଆକ୍ରମଣରେ ସାଧବ ଭୟଭୀତ ହେଇଗଲା। ସାଧବ ଜାଣିଲା ଯେ ଆଜି ତାର ମୃତ୍ୟୁ ସୁନିଶ୍ଚିତ। କାରଣ ପାଣି ଭିତରେ ମହାବଳ କୁମ୍ଭୀର ମୁହଁରୁ ବଞ୍ଚିବା ସହଜ ନୁହଁ। ତେଣୁ ସାଧବ ଅତି ଦୁଃଖର ସହ କହିଲା, କୁମ୍ଭୀର ଭାଇ, ମତେ ଥରୁଟିଏ ପାଇଁ ଛାଡ଼ିଦିଅ। ମୋ ଘରେ ମୋ ସ୍ତ୍ରୀ ଏକଲା, ତାର ପିଲାପିଲି ହବାରେ ଅଛି। ମୁଁ ମରିଗଲେ ମୋ ପରିବାର ଭାସିଯିବ। ମୋ ଉପରେ ଟିକେ ଦୟା କର। ହେଲେ କୁମ୍ଭୀର କାହିଁକି ତା କଥା ଶୁଣିବ? ଅନେକ ଦିନ ପରେ ମଣିଷ ମାଂସ ଟିକେ ପାଟିରେ ବାଜିଛି, ତାକୁ ଆଉ ଛାଡ଼େ କିଏ? ହେଲେ ସାଧବ ଅତି ଦୁଃଖର ସହ ଅନୁରୋଧ କରୁଥାଏ। ସାଧବର ଦୁଃଖ ଦେଖି କୁମ୍ଭୀର ମନରେ ଟିକେ ଦୟା ଆସିଲା। ତାପରେ କୁମ୍ଭୀର କହିଲା, ହଉ ଠିକ୍ ଅଛି, ମୁଁ ତତେ ଛାଡ଼ିଦେବି, ହେଲେ ଗୋଟିଏ ସର୍ତ୍ତରେ। କୁମ୍ଭୀରର ଏତକ କଥା ଶୁଣି ସାଧବ ଟିକେ ଆଶ୍ୱସ୍ତ ହେଲା ଆଉ ତାପରେ କହିଲା, ଠିକ୍ ଅଛି, କୁହ, ମୋ ଜୀବନ ବଦଳରେ ତମ ସର୍ତ୍ତ କ'ଣ? ତତେ ସତ୍ୟ କରିବାକୁ ପଡ଼ିବ। ମୁଁ ସତ୍ୟ କରି କହୁଛି, ମୁଁ ତମ ସବୁ କଥାରେ ରାଜି। ତୁ ପରା କହୁଥିଲୁ ତୋର ପିଲାପିଲି ହବାର ଅଛି। ହଁ ହଁ। ଠିକ୍ ଅଛି, ଶୁଣୁ, ଯଦି ତୋର ପୁଅ ହେଲା ତାହେଲେ ସେ ତୋର, ଆଉ ଯଦି ଝିଅ ହେଲା ସେ ମୋର। ତାକୁ 14 ବର୍ଷ ହେଲେ ତୁ ମୋ ପାଖରେ ଛାଡ଼ିକି ଯିବୁ, ଆଉ ସବୁଦିନ ପାଇଁ ତୁ ତାକୁ ଭୁଲିଯିବୁ। କ'ଣ କହୁଛୁ, ରାଜି ତ? ହେଲେ ସାଧବ କୁମ୍ଭୀର କଥାରେ ରାଜି ନ ହେବାର କୌଣସି ବାଟ ନଥାଏ। ଝିଅ ତ ବହୁତ ପରର କଥା। ଆଗ ନିଜ ଜୀବନ ବଞ୍ଚେଇବାକୁ ସେ କୁମ୍ଭୀର ଆଗରେ ଏକଥାରେ ରାଜି ବୋଲି ସତ୍ୟ କଲା ଆଉ ତାପରେ ମନ ଦୁଃଖରେ ଘରକୁ ଫେରିଲା। ଘରକୁ ଆସି ସାଧବାଣୀ ଆଗରେ ସବୁ କଥା କହିଲା। ସାଧବାଣୀ ବି ଏକଥା ଶୁଣି ବହୁତ ମନ ଦୁଃଖ କଲା। ହେଲେ ଏଥକୁ ଉପାୟ ବା କ'ଣ? ଈଶ୍ୱରଙ୍କୁ ଡାକୁଥାନ୍ତି କେମିତି ଝିଅ ନ ହେଉ। କିଛି ଦିନ ଭିତରେ ସାଧବାଣୀର ଗୋଟିଏ ଝିଅ ହେଲା। ଝିଅଟେ ପାଇ ସାଧବ ସାଧବାଣୀ କୁମ୍ଭୀରକୁ ଦେଇଥିବା କଥା ସମ୍ପୂର୍ଣ୍ଣ ଭୁଲିଗଲେ। ଝିଅଟି ଦିନକୁ ଦିନ ବଡ଼ ହେବାକୁ ଲାଗିଲା। ଧୀରେ ଧୀରେ ଝିଅକୁ 13 ବର୍ଷ ପୂରିଗଲାଣି। ଦିନେ ସାଧବ ସେଇ ଯୋଡ଼ ପାଖ ଦେଇ ଯାଉଥାଏ। ହଠାତ୍ ପଛରୁ କାହାର ପାଟି ଶୁଭିଲା। କ'ଣ ସାଧବ, ସର୍ତ୍ତ ମନେ ଅଛି ତ? ସାଧବ ଚମକିଗଲା। ପଛକୁ ବୁଲି ଦେଖେ ତ ସେଇ ବଉଳା କୁମ୍ଭୀର। କୁମ୍ଭୀରକୁ ଦେଖି ସାଧବର ରକ୍ତ ଶୁଖିଗଲା। ସେ କୁମ୍ଭୀରକୁ କହିଲା, କୁମ୍ଭୀର ଭାଇ, ତମେ? ହଁ, ଏବେ ମନେ ପଡ଼ିଲା। ଠିକ୍ ଅଛି, ଏଥର ତୋ ସର୍ତ୍ତ ତୁ ପୂରଣ କରେ। କାଲିକି ତୋ ଝିଅକୁ 14 ବର୍ଷ ପୁରୁଛି। ତୁ କାଲି ମତେ ତୋ ଝିଅକୁ ଆଣି ଦେ। ମୁଁ ବୁଢ଼ା ହେଇଗଲିଣି, ଏବେ ସିଏ ମୋ ଘର ସମ୍ଭାଳିବ, ମୋ ପାଇଁ ଖାଇବା ଯୋଗାଡ଼ କରିବ। ସାଧବ ଅତି ଦୁଃଖର ସହ କହିଲା, ଗୋଟିଏ ବାପା ହେଇ ମୁଁ କେମିତି ମୋ ଝିଅକୁ ତମ ମୁହଁକୁ ଠେଲିଦେବି? ମତେ କ୍ଷମା କର, ମୁଁ ପାରିବିନି। ଏ ଲୋକେ କ'ଣ କହିବେ? ତୁ ଯଦି ତୋ ଝିଅକୁ ନ ଦଉ ତାହେଲେ ମୁଁ ତୋ ସାରା ପରିବାରକୁ ଖାଇଯିବି, ତୋ ଗାଁକୁ ନିପାତ କରିଦେବି।
ଆଉ ସେଥିପାଇଁ ତୁ ଦାୟୀ ହବୁ। ଜାଣିଥା ତୁ ସତ୍ୟ କରିଛୁ, ସତ୍ୟ। ହେଲେ ମୋ ଝିଅ ଯେତେବେଳେ ଜାଣିବ ମୋ ବିଷୟରେ ସେ କ'ଣ ଭାବିବ? ଠିକ ଅଛି, ସେ ପାଇଁ ତୁ ଚିନ୍ତା କରନା। କାଲି ତୁ ତାକୁ ଏଇଠିକି ନେଇଆ, ମୁଁ ତା ବ୍ୟବସ୍ଥା କରିଦେବି। ଶୁଣୁ, ମୁଁ ଗୋଟେ ବଡ଼ ପଦ୍ମ ନାଡ଼ ତଳେ ଲୁଚିଥିବି। ତୋ ଝିଅ ପଦ୍ମ ଦେଖିକି ତତେ ନିଶ୍ଚିତ ମାଗିବ, ଆଉ ତୁ ତାକୁ ନିଜେ ତୋଳି ଆଣିବାକୁ କହିବୁ। ବାସ୍, ସେ ପଦ୍ମ ତୋଳୁ ତୋଳୁ ମୁଁ ତାକୁ ଟାଣି ନେବି। କେହି ସୁରାଗ ପାଇବେନି, ବୁଝିଲୁ? ଏଥର ତୁ ଯା, କାଲି ଭେଟ ହବ, ଯା। ପରଦିନ ସାଧବ ତା ଝିଅକୁ ଧରି ସେଇ ଯୋଡ଼ ପାଖକୁ ଆସିଲା। ଯୋଡ଼ରେ ସୁନ୍ଦର ପଦ୍ମ ଫୁଲଟିଏ ଦେଖି ଝିଅ ସାଧବକୁ ପଦ୍ମ ପାଇଁ ଜିଦ୍ ଧରିଲା। କିନ୍ତୁ ସାଧବ ପାଣିକୁ ନ ଯାଇ ତା ଝିଅକୁ ଫୁଲ ତୋଳି ଆଣିବାକୁ କହିଲା। ତାପରେ ସାଧବର ଝିଅ ପଦ୍ମ ତୋଳିବାକୁ ଯୋଡ଼ ଭିତରକୁ ଗଲା। ଆଣ୍ଠୁଏ ପାଣିକୁ ଯାଇ ଯେତେବେଳେ ପଦ୍ମକୁ ହାତ ବଢ଼େଇଛି, ପଦ୍ମ ଧୀରେ ଧୀରେ ଦୂରକୁ ଘୁଞ୍ଚିଗଲା। ତାପରେ ଝିଅ କହିଲା, ଆଣ୍ଠୁଏ ପାଣିକୁ ଗଲିଣି ବାପା ହେ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। କି କରିବି ଝିଅ, କି କରିବି ମୁଁ, ତୋ ବୋଉ ତ କଳମ ଖାଇଛି। ତାପରେ ସାଧବର ଝିଅ ଅଣ୍ଟାଏ ପାଣି ଯାଏ ପଶିଲା। ଏଥର ପଦ୍ମ ପୁଣି ଦୂରକୁ ଘୁଞ୍ଚିଗଲା। ଅଣ୍ଟାଏ ପାଣିକୁ ଗଲିଣି ବାପା ହେ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। କି କରିବି ଝିଅ, କି କରିବି ଆଉ, ଏ ବାପା ତୋର ସତ୍ୟ କରିଛି। ତାପରେ ଝିଅ ସେଇ ପଦ୍ମ ଫୁଲ ପାଇଁ ଛାତିଏ ପାଣିକୁ ପଶିଲା। ପୁଣି ପଦ୍ମ ଦୂରକୁ ଘୁଞ୍ଚିଗଲା। ଛାତିଏ ପାଣିକୁ ଗଲିଣି ବାପା ହେ, ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି। ଭୁଲ ବୁଝିବୁନି ନାଚାର ବାପା, ମୁଁ କୁମ୍ଭୀରକୁ ତତେ ଦଉଛି। ଠିକ୍ ଏତିକି ବେଳେ କୁମ୍ଭୀର ତା ଝିଅକୁ ପାଣି ଭିତରକୁ ଟାଣି ନେଲା, ଆଉ ତାକୁ ନେଇ କୁମ୍ଭୀର ତା ଘରେ ରଖିଲା। ସାଧବର ଝିଅ ସବୁଦିନ କୁମ୍ଭୀର ପାଇଁ ଖାଦ୍ୟ ଯୋଗାଡ଼ କରି ଆଣେ, ଆଉ କୁମ୍ଭୀର ତା ଘରେ ବସି ବସି ମହା ଆନନ୍ଦରେ ଖାଏ। ଦିନକର କଥା। ଏ ସାଧବ ଝୁଅ, ଆଜି ମଣିଷ ମାଂସ ଖାଇବାକୁ ମୋର ଭାରି ଇଚ୍ଛା ହଉଛି। ଆଜି ତୁ ମୋ ପାଇଁ ଟିକେ ମଣିଷ ମାଂସ ଆଣିକି ଦିଏ। ମଣିଷ ମାଂସ କୋଉଠୁ ଆଣିବି? ତୁ ଯଦି ମତେ ଖାଇବୁ ଖା, ହେଲେ ମୁଁ ତୋ ପାଇଁ ମଣିଷ ମାଂସ ଆଣିପାରିବିନି। ଠିକ ଅଛି, ତୁ ଯଦି ମତେ ମଣିଷ ମାଂସ ନ ଦେଇ ପାରିବୁ, ତାହେଲେ ସେଇ କଥା ହଉ, ମୁଁ ଆଜି ତୋ ମାଂସ ଖାଇବି। ତୁ ମରିବା ପାଇଁ ପ୍ରସ୍ତୁତ ହେଇଯା। ମୁଁ ଟିକେ ପଥରରେ ଦାନ୍ତ ପଜେଇକି ଆସେ। ତୁ ଏଇଠି ଥବୁ, ମୁଁ ହେଇ ଗଲି ଆଉ ଆଇଲି। ଏତକ କହି କୁମ୍ଭୀର ପଥରରେ ଦାନ୍ତ ପଜେଇବାକୁ ଚାଲିଗଲା। ଠିକ୍ ଏଇ ମୌକାରେ ସାଧବ ଝିଅ କୁମ୍ଭୀରକୁ ଲୁଚି ପହଁରି ପହଁରି କୂଳକୁ ଚାଲି ଆସିଲା। ଏଥର ସେ କୁମ୍ଭୀର କବଳରୁ ମୁକ୍ତି ପାଇଗଲା। ତାପରେ ଆଉ ତା ନିଜ ଗାଁକୁ ନ ଯାଇ ଅଗନାଗନି ବନସ୍ତ ଭିତରକୁ ଚାଲିଗଲା।